ନମ୍ବର 1 83 ଲକ୍ଷ ଖାଇବା ତାଳିରୁ ଲୁଟ୍, ମାଗଣା ରାସନ ଯାଉଛି କୁଆଡ଼େ? କଳାବଜାରୀଙ୍କ ପେଟରେ ଗରିବଙ୍କ ଚାଉଳ, ସାଧାରଣ ବଣ୍ଟନ ବ୍ୟବସ୍ଥା ଆସୁଥିବା ଗହମ ଓ ଚାଉଳ ଅଳପ କରି ଚାଲିଛନ୍ତି ଅସାଧୁ ଗୋଷ୍ଠୀ। ଆଖି ତରାଟିଲା ପଡ଼ି ଓଡ଼ିଶା ଗରିବ ହିତାଧିକାରୀଙ୍କ ପ୍ରାୟ 7 ଲକ୍ଷ ଟନ୍ ଚାଉଳ ଓ ଗହମ ଲୁଟି ନେଇ ମାଲାମାଲ ହେଉଛନ୍ତି ନିର୍ଦ୍ଦିଷ୍ଟ ଗୋଷ୍ଠୀ। ବାର୍ଷିକ ପ୍ରାୟ 83 ଲକ୍ଷ ହିତାଧିକାରୀଙ୍କ ଖାଇବା ତାଳିରୁ ଲୁଟ୍ ହେଉଛି ପିଡିଏସ୍ ଚାଉଳ। ହିସାବ କହୁଛି ବର୍ଷକୁ ଏହି ଲୁଟ୍ କରି ପ୍ରାୟ 2600 କୋଟି ଟଙ୍କାର ବେଆଇନ ରୋଜଗାର କରୁଛନ୍ତି ପିଡିଏସ୍ ଲୁଟେରା। ଇଣ୍ଡିଆନ୍ କାଉନସିଲ୍ ଫର ରିସର୍ଚ୍ଚ ଅନ୍ ଇଣ୍ଟରନ୍ୟାସନାଲ ଇକୋନୋମିକ୍ସ ରିଲାଏନ୍ସ ରିପୋର୍ଟ ଏ କଳାଧନ୍ଦାରୁ ପର୍ଦ୍ଦା ଉଠାଇଛି। 2022-23 ପିଡିଏସ୍ ରାଜ୍ୟକୁ 2.82 ନିୟୁଟ ଟନ୍ ଚାଉଳ ଓ ଗହମ ମିଳିଥିଲା। ନମ୍ବର 2 ଦାଦା ପୁତୁରାଙ୍କ ସନ୍ଦେହଜନକ ମୃତ୍ୟୁ, ରାତିରେ ଖାଇ ପିଇ ଶୋଇଲେ ସକାଳୁ ଚାଲିଗଲା ଜୀବନ। ଦାଦା ପୁତୁରାଙ୍କ ସନ୍ଦେହଜନକ ମୃତ୍ୟୁ, ରାତିରେ ଖାଇ ପିଇ ଶୋଇଥିଲେ ସକାଳୁ ଚାଲିଗଲା ଜୀବନ। ଜଗତସିଂହପୁର ଜିଲ୍ଲା ତର୍ତ୍ତିକ ଥାନା ଶିରସ୍ତା ଗାଁରେ 2 ଜଣଙ୍କର ମୃତ୍ୟୁ ହୋଇଛି। ମୃତକ 2 ଜଣକ ହେଲେ ଦାଦା ଗୋପୀନାଥ ସାମଲ ଓ ପୁତୁରା ବିଭୂତି ସାମଲ। ଗତକାଲି ରାତିରେ ଉଭୟ ଖାଇ ପିଇ ସାରିବା ପରେ ହଠାତ୍ ଛାତି ଓ ପେଟରେ ଯନ୍ତ୍ରଣା ଅନୁଭବ କରିଥିଲେ। ଉଭୟଙ୍କୁ ପ୍ରଥମେ ପାଟକୁରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ପରେ ସେମାନଙ୍କ ଅବସ୍ଥା ଗୁରୁତର ହେବାରୁ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଉଭୟଙ୍କର ମୃତ୍ୟୁ ଘଟିଛି। ଖାଦ୍ୟ କିମ୍ବା ପାନୀୟ ଜଳ ବିଷ୍କ୍ରିୟ ଯୋଗୁଁ ଦାଦା ପୁତୁରାଙ୍କ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି। ପୋଲିସ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ କରୁଛି। ନମ୍ବର 3 ପେଟ୍ରୋଲ ପମ୍ପରେ 100-500ରେ ତେଲ ପକାଉଥିଲେ ସାବଧାନ, ଅସଲ ନିୟମ ଆଜି ଶିଖନ୍ତୁ। ଅଧିକାଂଶ ଲୋକ ପେଟ୍ରୋଲ ପମ୍ପରେ 100, 200 ଓ 500 ଟଙ୍କା ଦେଇ ପେଟ୍ରୋଲ ଭରନ୍ତି। ମନେ ରଖନ୍ତୁ, ପେଟ୍ରୋଲ ପକାଇବା ସମୟରେ କେବେ ବି 100, 200ରେ ତେଲ ପକାନ୍ତୁ ନାହିଁ। 10 କିମ୍ବା 20 ଟଙ୍କା ଅଧିକ ପେଟ୍ରୋଲ ଭରନ୍ତୁ। ସର୍ବୋତ୍ତମ ଉପାୟ, ଯଦି ଆପଣଙ୍କର ଖୁଚୁରା ନାହିଁ, ଅନଲାଇନ୍ ଦେୟ ଦିଅନ୍ତୁ। ପେଟ୍ରୋଲ କିମ୍ବା ଡିଜେଲ ଭରିବା ସମୟରେ ଅନେକ ଲୋକ କାରରୁ ବାହାରକୁ ଯାଆନ୍ତୁ ନାହିଁ। ପେଟ୍ରୋଲ ପମ୍ପ କର୍ମଚାରୀମାନେ ଏହାର ଫାଇଦା ଉଠାନ୍ତି। ପେଟ୍ରୋଲ ଭରିବା ସମୟରେ କାରରୁ ଓହ୍ଲାଇ ମିଟର ନିକଟକୁ ଠିଆ ହୁଅନ୍ତୁ। ମିଟରଟି ରିଡିଂ ସର୍ବଦା 0.00 ହେବା ଉଚିତ। ଆପଣ ଚାହିଁଲେ ୱେଟିଂ ମେସିନ୍ ଯାଞ୍ଚ ପ୍ରମାଣପତ୍ର ଯାଞ୍ଚ କରିପାରିବେ। ନମ୍ବର 4 କୁରକୁରେ ଦେବି କହି ବାଣିଜୀଙ୍କୁ ବଳାତ୍କାର କଲେ ମାମୁଁ, ଆଇସିୟୁରେ ମୃତ ନିରୀହ ନାବାଳିକା ଆଉ ମାମୁଁ। ଖୋର୍ଦ୍ଧା ଜିଲ୍ଲା ବାରଙ୍ଗ ଅଞ୍ଚଳରେ 6 ବର୍ଷର ନାବାଳିକାଙ୍କୁ ବଳାତ୍କାର ଅଭିଯୋଗ ହୋଇଛି। 6 ବର୍ଷର ଝିଅକୁ ବଳାତ୍କାର କରିଥିବା ନେଇ ବରଙ୍ଗ ଥାନାରେ ମାମଲା ରୁଜୁ ହୋଇଛି। ବଳାତ୍କାର କରିଥିବା ଯୁବକ ହେଉଛି ଝାଡ଼ଖଣ୍ଡ ଅଞ୍ଚଳର। ସେ ତ୍ରିଶୂଳିଆ ନିକଟରେ ଥିବା ଏକ ଇଟାଭାଟିରେ କାମ କରୁଥିଲେ। ମଙ୍ଗଳବାର ସମୟରେ ଯୁବକ ଜଣକ 6 ବର୍ଷର ଝିଅକୁ ଭାଟିକୁ କୁରକୁରେ ଖାଇବାକୁ କହି ପାଖରେ ଥିବା ଏକ ଦୋକାନକୁ ଆଣିଥିଲା। କୁରକୁରେ କିଣାଇ ସାରି ଭାଟିକୁ ଫେରିବା ବେଳେ ବଳାତ୍କାର କରି ଫେରାର ହୋଇଯାଇଥିଲା। ଝିଅଟି କଷ୍ଟ ସହ୍ୟ ନ ପାରି ପରିବାର ଲୋକଙ୍କୁ ଜଣାଇବା ପରେ ପରିବାର ଲୋକେ ଅଭିଯୋଗ କରିଛନ୍ତି। ନାବାଳିକା ଜଣକ ଏସ୍ସିବିରେ ଆଇସିୟୁରେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି। ନାବାଳିକା ଜଣକ ଆଇସିୟୁରେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି। ନମ୍ବର 5 ପ୍ରାଗ୍ କ୍ରିକେଟ୍ ଟିମ୍ ହୋଟେଲ ଭୀଷଣ ଅଗ୍ନିକାଣ୍ଡ, ପାକିସ୍ତାନ ଆୟୋଜନରେ ଆସନ୍ତା ବର୍ଷ ହେବାକୁ ଥିବା ଚାମ୍ପିୟନ୍ ଟ୍ରଫିକୁ ନେଇ ଘମାସାନ ଚାଲିଛି। ଇତିମଧ୍ୟରେ ପାକିସ୍ତାନରେ ଏକ ବଡ଼ ଦୁର୍ଘଟଣା ଘଟିଛି। ପାକିସ୍ତାନ ମହିଳା କ୍ରିକେଟ୍ ଟିମ୍ ରହୁଥିବା ହୋଟେଲରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ତେବେ ଅଗ୍ନିକାଣ୍ଡରୁ ଖେଳାଳି ଅଳ୍ପକେ ବଞ୍ଚି ଯାଇଛନ୍ତି। ଏହି ବଡ଼ ଦୁର୍ଘଟଣା ପାକିସ୍ତାନ କ୍ରିକେଟ୍ ବୋର୍ଡ ଏବଂ ସେଠାରେ ସରକାରଙ୍କ ପ୍ରସ୍ତୁତ ଫଲ ଖୋଲି ଦେଇଛନ୍ତି। ଏ ପରିସ୍ଥିତିରେ ଆସନ୍ତା ବର୍ଷ ପାକିସ୍ତାନରେ ହେବାକୁ ଥିବା ଚାମ୍ପିୟନ୍ ଟ୍ରଫି ଆୟୋଜନ ଉପରେ ଏହାର ବିପରୀତ ପ୍ରଭାବ ପଡ଼ିପାରେ। ସୂଚନା ଅନୁସାରେ କଚାରିରେ ଜାତୀୟ ମହିଳା ଦିନିକିଆ ଚାମ୍ପିୟନ୍ 2024-25 ଆୟୋଜନ ହେଉଥିଲା। ଟୁର୍ଣ୍ଣାମେଣ୍ଟ ପାଇଁ ଖେଳାଳିମାନେ ହୋଟେଲରେ ରହୁଥିଲେ। ତେବେ ସୋମବାର ଅଚାନକ ହୋଟେଲରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିବା ଅଗ୍ନିକାଣ୍ଡ ସମୟରେ 5 ଜଣ ଖେଳାଳି ହୋଟେଲରେ ଥିଲେ। ନମ୍ବର 6 କଟକରେ ଲଜ୍ଜା, 8 ବର୍ଷର ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ। 8 ବର୍ଷର ନାବାଳିକାଙ୍କୁ ଦୁଷ୍କର୍ମ କରାଯାଉଥିବା ଅଭିଯୋଗ ହୋଇଛି। କଟକ ବାରଙ୍ଗ ଥାନା ଅଞ୍ଚଳରେ ଏହି ଲଜ୍ଜାଜନକ ଘଟଣା ଘଟିଛି। ଗୁରୁତର ନାବାଳିକାଙ୍କୁ କଟକ ଶିଶୁ ଭବନରେ ଭର୍ତ୍ତି କରାଯାଇଛି। ଏ ନେଇ ବାରଙ୍ଗ ଥାନାରେ ପରିବାର ଲୋକେ ଏତଲା ଦେଇଛନ୍ତି। ବାରଙ୍ଗ ଅଞ୍ଚଳରେ ଏକ ଇଟାଭାଟିରେ ନାବାଳିକାଙ୍କ ବାପା କାମ କରୁଥିଲେ। ସେହି ଇଟାଭାଟିରେ ହିଁ ରହୁଥିଲେ। ନାବାଳିକାଙ୍କ ମଧ୍ୟ ସେଠାରେ ରହୁଥିଲେ। ସେହି ଇଟାଭାଟିରେ ଝାଡ଼ଖଣ୍ଡର ଜଣେ ଯୁବକ କାମ କରୁଥିଲେ। ସେ ମଧ୍ୟ ସେଠାରେ ରହୁଥିଲେ। ସମ୍ପୃକ୍ତ ଯୁବକ ଜଣକ ଗତକାଲି ନାବାଳିକାଙ୍କୁ ଦୁଷ୍କର୍ମ କରିଥିବା ପରେ ପରିବାର ଲୋକ ଥାନାରେ ଅଭିଯୋଗ କରିଛନ୍ତି। ନାବାଳିକାଙ୍କ ଅବସ୍ଥା ଗୁରୁତର ରହିଛି। ନାବାଳିକାଙ୍କୁ ପ୍ରଥମେ କଟକ ଶିଶୁ ଭବନରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି। ନମ୍ବର 7 ବିଶ୍ୱଯୁଦ୍ଧ ଆଶଙ୍କା, ଲୋକଙ୍କୁ ଚେତାଇଲେ ନାଟୋ ଦେଶ। ରୁଷ ୟୁକ୍ରେନ୍ ଯୁଦ୍ଧକୁ ମଙ୍ଗଳବାର 1000 ଦିନ ପୂରିଥିବା ବେଳେ ୟୁକ୍ରେନ୍ ଉପରେ ରୁଷ ଅଧିକ ଆକ୍ରମଣାତ୍ମକ ହୋଇଛି। ୟୁକ୍ରେନ୍ ଉପରେ ପରମାଣୁ ଆକ୍ରମଣ ପାଇଁ ପ୍ରସ୍ତୁତ କରିଛନ୍ତି ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ।
ପରମାଣୁ ଅସ୍ତ୍ରର ବ୍ୟବହାର ଲାଗି ଥିବା ଏକ ନିୟମକୁ ବଦଳାଇବା ପାଇଁ ପୁଟିନ ଅନୁମତି ଦେଇଛନ୍ତି। ଯଦି କୌଣସି ଦେଶ କୌଣସି ପରମାଣୁ ଶକ୍ତି ସମ୍ପନ୍ନ ଦେଶ ସହ ମିଶି ରୁଷ ଉପରେ ଆକ୍ରମଣ କରେ ତେବେ ଏପରି ସ୍ଥିତିରେ ମସ୍କୋ ନ୍ୟୁକ୍ଲିୟର ଅସ୍ତ୍ର ବ୍ୟବହାର କରିପାରନ୍ତି ବୋଲି ସଂଶୋଧନ ହେବାକୁ ଥିବା ନିୟମରେ ରହିଛି। 2 ଦିନ ପୂର୍ବରୁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ୟୁକ୍ରେନ ରୁଷ ଭିତରେ 2 ଲକ୍ଷ ଦେବ କ୍ଷମତା ବିଶିଷ୍ଟ ହିସାବରେ ବ୍ୟବହାର ଲାଗି ଅନୁମତି ଦେଇଥିଲେ। ଏହାକୁ ନେଇ ରୁଷ ଅଧିକ ଚିଡ଼ି ଯାଇଛି। ଜବାବରେ ପୁଟିନ ଏପରି ନିଷ୍ପତ୍ତି ନେଇଛି। ରୁଷ ଏହି ପଦକ୍ଷେପ ପରମାଣୁ ଆକ୍ରମଣ ସମେତ ତୃତୀୟ ବିଶ୍ୱଯୁଦ୍ଧ ଆଶଙ୍କାକୁ ବଢ଼ାଇ ଦେଇଛି। ନମ୍ବର 8 ସରକାରୀ କର୍ମଚାରୀଙ୍କ ଉଡ଼ିଲା ଅସ୍। କର୍ମଚାରୀଙ୍କୁ ପାସ୍ କରିବାକୁ ପଡ଼ିବ ପରୀକ୍ଷା, ନଚେତ୍ ମିଳିବନି ଦରମା। ସରକାରୀ କର୍ମଚାରୀଙ୍କ ଯେଉଁମାନେ କର୍ମଯୋଗୀ ହୋଇନାହାନ୍ତି ସେମାନେ କର୍ମଯୋଗୀ ପରୀକ୍ଷା ଉତ୍ତୀର୍ଣ୍ଣ ନ ହେବା ପର୍ଯ୍ୟନ୍ତ ଦରମା ପାଇବେ ନାହିଁ। ସରକାରୀ କର୍ମଚାରୀଙ୍କୁ କର୍ମଯୋଗୀ କରିବା ପାଇଁ ମୋଦି ସରକାର ମିଶନ କର୍ମଯୋଗୀ ଆରମ୍ଭ କରିଛନ୍ତି। ଆଦର୍ଶ ଟେକ୍ନିକ୍ ଏବଂ ସଂସ୍କରଣୀୟ ସୃଷ୍ଟି ପାଇଁ ମିଶନ ଆରମ୍ଭ କରାଯାଇଛି। ଏହି ମିଶନ ଅଧୀନରେ ସରକାରୀ ସେବାରେ ଥିବା ସମସ୍ତ କର୍ମଚାରୀ ଏବଂ ଅଧିକାରୀମାନଙ୍କ ପାଇଁ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ବାଧ୍ୟତାମୂଳକ। 2 ସେପ୍ଟେମ୍ବର 2020ରେ ନୂଆ ଭାରତ ପାଇଁ କର୍ମଚାରୀମାନଙ୍କୁ ପ୍ରସ୍ତୁତ କରିବା ପାଇଁ କ୍ୟାବିନେଟ୍ ମିଶନ କର୍ମଯୋଗୀ ଯୋଜନାକୁ ଅନୁମୋଦନ କରିଥିଲେ। ନମ୍ବର 9 ଭିଜିଲାନ୍ସ ଜାଲରେ ଖାଦ୍ୟ ଯୋଗାଣ ଅଧିକାରୀ, 11ଟି ସ୍ଥାନରେ ରେଡ୍। ଖାଦ୍ୟ ଯୋଗାଣ ଅଧିକାରୀଙ୍କରେ ଭିଜିଲାନ୍ସ ରେଡ୍। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସମ୍ପୂର୍ଣ୍ଣ ଜିଲ୍ଲା ଯୋଗାଣ ଓ କାଉଣ୍ଟି କଲ୍ୟାଣ ଅଧିକାରୀ ସୁରେଶ ପାଣିଗ୍ରାହୀଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ସୋନପୁରସ୍ଥିତ ସୁରେଶ ପଟିଆ ସ୍ଥାନୀୟ ଭଡ଼ା ଘରେ ଓ ଅଫିସ କାର୍ଯ୍ୟାଳୟ ପୈତୃକ ଘର ସମେତ 11ଟି ସ୍ଥାନରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ଭୁବନେଶ୍ୱର, ସମ୍ବଲପୁର, ବଲାଙ୍ଗୀର, ସୋନପୁର ଓ ବରଗଡ଼ ମୋଟ 11ଟି ସ୍ଥାନରେ ଏହି ରେଡ୍ କରାଯାଇଛି। ଚଢ଼ାଉରେ 2ଟି ଅତିରିକ୍ତ ଏସ୍ପି, 3 ଜଣ ଡିଏସ୍ପି ସାମିଲ ଥିଲାବେଳେ 7ଟି ଇନ୍ସପେକ୍ଟର ସହ ଅନ୍ୟ ପୋଲିସ ଅଧିକାରୀ ସାମିଲ ଥିଲେ। ବର୍ତ୍ତମାନ ଯାଏଁ କେତେ ପରିମାଣରେ ସମ୍ପତ୍ତି ଜବତ ହୋଇଛି ସେ ନେଇ ସଠିକ୍ ସୂଚନା ମିଳିନାହିଁ। ନମ୍ବର 10 ଆଣବିକ ଯୁଦ୍ଧ ଆଶଙ୍କା ବଢ଼ିଲା। ଆମେରିକାରେ ଯୋଗାଇଥିବା ଦୀର୍ଘ ଦୂରଗାମୀ କ୍ଷେପଣାସ୍ତ୍ର ଦ୍ୱାରା ରୁଷିଆ ଉପରେ ଆକ୍ରମଣ ଲାଗି ରାଷ୍ଟ୍ରପତି ଜୋ ବାଇଡେନ୍ ୟୁକ୍ରେନକୁ ଅନୁମତି ଦେବା ପରେ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏହା ଦୃଢ଼ ଜବାବ ଦେଇଛନ୍ତି। ୟୁକ୍ରେନ ଆକ୍ରମଣ ହଜାରେତମ ଦିନରେ ପୁଟିନ ମଙ୍ଗଳବାର ସଂସଦୀୟ ଆଣବିକ ସିଦ୍ଧାନ୍ତରେ ସ୍ୱାକ୍ଷର କରିଛନ୍ତି। ଅଣୁଶସ୍ତ୍ର କ୍ଷମତା ବିଶିଷ୍ଟ କୌଣସି ଦେଶର ସମର୍ଥନ ତାଙ୍କ ଦେଶ ଉପରେ କେହି ପାରମ୍ପରିକ ଆକ୍ରମଣ କଲେ ଏହାକୁ ମିଳିତ ଆକ୍ରମଣ ବିବେଚନା କରାଯିବ ବୋଲି ପୁଟିନ କହିଛନ୍ତି। ରୁଷିଆ ଉପରେ ଆକାଶମାର୍ଗରୁ କୌଣସି ବଡ଼ ଧରଣର ଆକ୍ରମଣ ହେଲେ ଏହାର ଜବାବ ଆଣବିକ ଅସ୍ତ୍ରରେ ଦିଆଯିବ। ଆଣବିକ ଆକ୍ରମଣ ପାଇଁ ପୁଟିନ ପ୍ରସ୍ତୁତ ଥିବା ଏଥିରୁ ପ୍ରତିଫଳିତ ହୋଇଛି। ଗତ ସେପ୍ଟେମ୍ବରରେ ପୁଟିନ ଯୁଦ୍ଧ ସ୍ଥିତି ସମୀକ୍ଷା ବୈଠକରେ ମଧ୍ୟ ଆଣବିକ ସିଦ୍ଧାନ୍ତ ପରିବର୍ତ୍ତନ ହେବା କଥା ଘୋଷଣା କରିଥିଲେ। ଭିଡ଼ିଓଟି ସମ୍ପୂର୍ଣ୍ଣ ଦେଖିଥିବାରୁ ଆପଣଙ୍କୁ ବହୁତ ଧନ୍ୟବାଦ।